ଶାଳଗ୍ରାମ କଣ? ଏହା ସାଧାରଣ ପଥର ନା ସେଥିରେ ରହିଛି କିଛି ଚମତ୍କାର ଗୁଣ? ଜାଣନ୍ତୁ ଏହାକୁ ନେଇଥିବା ରହସ୍ୟ। ବନ୍ଧୁଗଣ, ଶାଳଗ୍ରାମକୁ ବିଷ୍ଣୁ ଶିଳା ବୋଲି କୁହାଯାଇଥାଏ, ଯାହାକି ଭଗବାନ ବିଷ୍ଣୁଙ୍କର ପ୍ରତୀକ। ଏହାକୁ ସବୁ ମଠ, ମନ୍ଦିର ଏବଂ ଅନୁଷ୍ଠାନ ମାନଙ୍କରେ ରଖାଯାଇ ପୂଜା କରାଯାଇଥାଏ। ଶାଳଗ୍ରାମକୁ ତୁଳସୀ ଚଢ଼େଇ ପୂଜା କରିଲେ ସାକ୍ଷାତ ବିଷ୍ଣୁ ପ୍ରସନ୍ନ ହୁଅନ୍ତି। ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ ସେହି ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବନ୍ଧୁଗଣ, ବହୁ ପୁରାତନ କାଳରୁ ବିଶ୍ୱାସ ରହିଛି ଯେ ଯେଉଁ ରତ୍ନ ସିଂହାସନରେ ମହାପ୍ରଭୁ ଜଗନ୍ନାଥ ବିରାଜମାନ କରିଛନ୍ତି, ସେ ସିଂହାସନ ଗର୍ଭରେ ଲକ୍ଷେ ଶାଳଗ୍ରାମ ରହିଛି। ଶାଳଗ୍ରାମ ବିନା କୌଣସି ବିଷ୍ଣୁ ମନ୍ଦିର ପ୍ରତିଷ୍ଠା ସମ୍ଭବ ନୁହେଁ। ଅଧିକାଂଶ ଶାଳଗ୍ରାମ କଳା ରଙ୍ଗର ଏବଂ ଏହା ଛଡ଼ା ବିରଳ ଲାଲ ରଙ୍ଗର ଶାଳଗ୍ରାମ ମଧ୍ୟ ଦେଖିବାକୁ ମିଳେ, କିନ୍ତୁ ଏହାକୁ ଘରେ ରଖି ପୂଜା କରାଯାଏ ନାହିଁ। ଶାଳଗ୍ରାମ ତିନି ପ୍ରକାରର ହୋଇଥାନ୍ତି: ସାଧାରଣ, କ୍ଷୁଦ୍ର ଓ ଅତି କ୍ଷୁଦ୍ର। ଅତି କ୍ଷୁଦ୍ର ଶାଳଗ୍ରାମରେ କୌଣସି ଛିଦ୍ର ଏବଂ ଚକ୍ର ଦେଖିବାକୁ ମିଳେ ନାହିଁ, କିନ୍ତୁ ଏହାକୁ ଆଲୋକ ଆଗରେ ରଖିଲେ ଏହାର ଭିତରଟା ଲାଲ ଦେଖାଯିବ। ଏହି ଶାଳଗ୍ରାମକୁ ରତ୍ନଗର୍ଭା କୁହାଯାଏ। ଏହି ପ୍ରକାର ଶାଳଗ୍ରାମ ଅତି ବିରଳ। ଯେଉଁ ଶାଳଗ୍ରାମରେ 7ଟି ଛିଦ୍ର ଏବଂ 14ଟି ଚକ୍ର ଥାଏ, ତାଙ୍କୁ ଅନନ୍ତ ପଦ୍ମନାଭ ମୂର୍ତ୍ତି କୁହାଯାଏ। ଯେଉଁଠି 2ଟି ଛିଦ୍ର ଏବଂ 4ଟି ଚକ୍ର ଥାଏ, ତାକୁ ନାରାୟଣ ମୂର୍ତ୍ତି କୁହାଯାଏ। ଉଭୟ ଶାଳଗ୍ରାମ ସମାନ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। କିମ୍ବଦନ୍ତୀ ଅନୁସାରେ ମାତା ତୁଳସୀ ଲକ୍ଷ୍ମୀଙ୍କ ଅଂଶ ନେଇ ଜନ୍ମ ଗ୍ରହଣ କରିଥିଲେ। ସେ ରାକ୍ଷସ ଜଳନ୍ଧରକୁ ବିବାହ କରିଥିଲେ। ତୁଳସୀଙ୍କ ସତୀତ୍ୱ ବଳରେ ଜଳନ୍ଧରକୁ କେହି ମାରି ପାରୁନଥିଲେ। ସେଥିପାଇଁ ସେ ଦେବ ଏବଂ ମାନବ ଉପରେ ଅତ୍ୟାଚାର କରୁଥିଲା। ସମଗ୍ର ପୃଥିବୀ ତ୍ରାହି ତ୍ରାହି ଡାକିବାରୁ ଭଗବାନ ବିଷ୍ଣୁ ସଂସାରର ମଙ୍ଗଳ ପାଇଁ ତୁଳସୀଙ୍କ ସତୀତ୍ୱ ହରଣ କଲେ ଏବଂ ତାପରେ ଭଗବାନ ମାୟା ବଳରେ ଜଳନ୍ଧରକୁ ବଧ କରିଥିଲେ। ହେଲେ ତୁଳସୀ ଏହା ଜାଣିପାରି ତାଙ୍କୁ ପାଷାଣ ହେବାର ଅଭିଶାପ ଦେଲେ ଏବଂ ବିଷ୍ଣୁ ସେହି ଅଭିଶାପକୁ ଗ୍ରହଣ କରି ପାଷାଣ ହେଲେ, ଯାହାକି ଶାଳଗ୍ରାମ ବୋଲି ଏବେ ମାନା ଯାଇଥାଏ। ଭଗବାନ ବିଷ୍ଣୁ ତୁଳସୀଙ୍କୁ ଗଣ୍ଡୁକୀ ନଦୀ ହେବା ପାଇଁ ଅନୁରୋଧ କଲେ ଏବଂ ତୁଳସୀ ରାଜି ହେଲେ ଏବଂ ଗଣ୍ଡୁକୀ ନଦୀ ଭାବେ ପ୍ରବାହିତ ହୋଇ ସେହି ଶାଳଗ୍ରାମକୁ ଛୁଇଁ ସାପ ମୁକ୍ତ କରିଥିଲେ। ତାପରେ ଭଗବାନ ବିଷ୍ଣୁ ତୁଳସୀଙ୍କୁ ନେଇ ବୈକୁଣ୍ଠକୁ ଗଲେ। ସେହି ଦିନ ଠାରୁ ଏହି ଶାଳଗ୍ରାମ ଶିଳା ପୃଥିବୀରେ ପୂଜା ପାଇ ଆସୁଛି। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।